ଜଗନ୍ନାଥ ସାଙ୍ଗମାନେ ମୋର ଏଇ ମିନି ବ୍ଲଗ୍ରେ ମୁଁ ନେଇଯାଉଛି ଆପଣମାନଙ୍କୁ। ଆପଣ ଜାଣିଥିବେ ଏବେ ଗୋଟେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ତିଆରି ହେଇଛି। ସେଇଟା କେଉଁଠି ଚାଲନ୍ତୁ ଯିବା। ଦର୍ଶନଙ୍କ ଦାରୁ ଅନୁଧ୍ୟାନ କରାଯାଇ ଯେଉଁଠାରୁ ପ୍ରଭୁ ସୁଦର୍ଶନଙ୍କର ମୂର୍ତ୍ତି ତିଆରି ହେଉଛି ସେଇ ଗଡ଼କଣ୍ଟୁଳିଆ ଗ୍ରାମକୁ ଯିବା। ବେଟକି ଦେଇ ସାଇବାବା ଟଙ୍କପାଣି ରୋଡ଼ ଦେଇ ମୁଁ ବାହାରିଗଲି ବର୍ତ୍ତମାନ। ନହେଲେ କେହି କେବେ ଦର୍ଶନ କରେ ନା ଜଡ଼ି ସେଇ ନଦୀ ରାସ୍ତାରେ ଆମେ ବାହାରିଗଲୁ ପାଳକାଠି। ନଦୀର ଚତୁର୍ପାର୍ଶ୍ୱ ବହୁତ ସୁନ୍ଦର ଆଉ ଶାନ୍ତ। ଯେହେତୁ ଆଜି ମେଘୁଆ ପାଗ ଅଛି ଏତେ ସୁନ୍ଦର ଥିଲା ଆଜି ବୁଲିବାଟା ବହୁତ ଭଲ ଥିଲା। ଆଉ ମୋ ସାନ ଭାଇ ଆମେ ଦୁଇ ଜଣ ବାହାରିଗଲୁ ଦୁଇ ପରେ ବର୍ତ୍ତମାନ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ। ଏବେ ପ୍ରାୟ 4-5 ଦିନ ପାଇଁ ମନ୍ଦିର ପ୍ରତିଷ୍ଠା ହେଇଛି। ଏଠି ଦେଖନ୍ତୁ ଗାନ୍ଧୀଙ୍କର ସତ୍ୟାଗ୍ରହର ମୂର୍ତ୍ତିମାନ ଠିଆ ହେଇଛନ୍ତି ଶାନ୍ତରେ ଆଉ ବହୁତ ସୁନ୍ଦର ଭାବରେ। ଏଇ ଟଙ୍କପାଣି ରୋଡ଼ ଦେଇ ଆମେ ବାଁ ପଟୁ ଗଲେ ଭିଙ୍ଗାରପୁର ଯିବାକୁ ପଡ଼େ, ଏଇ ଡାହାଣ ପଟୁ ଗଲେ ପାଳକାଠି ଦେଇ 64 ଯୋଗନୀ ବନମାଳୀପୁର ଏଇପଟ ରାସ୍ତା ବହୁତ ସାରା ରାସ୍ତା ରହିଛି। ଆଉ ଫାଇନାଲି ଆମେ ଆସି ଏବେ ମନ୍ଦିର ପାଖରେ ପହଞ୍ଚିଲୁ। ପ୍ରଭୁଙ୍କ ମନ୍ଦିର ଦେଖି ସତେକି ଜଗନ୍ନାଥ ମନ୍ଦିର ଦେଖିଲୁ। ଏଇଠି ବହୁତ ସୁନ୍ଦର ଥିଲା ଜଗନ୍ନାଥଙ୍କ ରଥର ଚକ ମଧ୍ୟ ଥିଲା। ଏଠି ବହୁତ ପୂଜା ସାମଗ୍ରୀ ଦୋକାନ ରହିଛି। ଏବେ ଯେହେତୁ 2-4 ଦିନ ଆପଣ ମହାଯଜ୍ଞ ସରିଛି ଆଉ ପତିତପାବନକୁ ଚାହିଁ ବହୁତ ସୁନ୍ଦର ଥିଲା। ବହୁତ ଦିବ୍ୟ ଦର୍ଶନ ପ୍ରଭୁଙ୍କୁ ମିଳିଲା। ଆଉ ଆପଣ ଯିଏ କି ଆସନ୍ତୁ ଥରେ ଆଉ ଦେଖିଲେ ଜାଣିପାରିବେ। ଏଠି 22 ରହିଛି ମନ୍ଦିର ଭିତର ସାଜସଜ୍ଜା ଲୋକମାନଙ୍କୁ ଦେଖିଲେ ବି ଆପଣଙ୍କୁ ବହୁତ ଖୁସି ଲାଗିବ। ଯେହେତୁ ଆଜି ବର୍ଷା ପାଗ ଅଛି, ବର୍ଷା ପାଗ ଉପରେ ଦେଖନ୍ତୁ ନୀଳଚକ୍ରରେ ପ୍ରଭୁ ବାନା ଉଡ଼ୁଛି ଧରିବା ପାଇଁ ପ୍ରଭୁ ସ୍ୱୟଂ ନିଜେ। ଆଉ ଆମେ ତାଙ୍କ ବିଷୟରେ କିବା ବର୍ଣ୍ଣନା କରିବା। ପ୍ରଭୁ ଯିଏ ନୀଳର ଚକ୍ର, ଯିଏ ନୀଳା ଚଳେ, ଯିଏ ଅରୁଣସ୍ତମ୍ଭ ଗରୁଡ଼ସ୍ତମ୍ଭଙ୍କୁ ସର୍ବଦା ପ୍ରଭୁଙ୍କୁ ଅନେକ ବସିଛନ୍ତି ମୋ ପ୍ରଭୁ କେତେବେଳେ ଆସିବେ ଆଉ ପ୍ରଭୁଙ୍କ ଦର୍ଶନ ଚାଲିବ। ଏଇ ମନ୍ଦିରର କାମ ମଧ୍ୟ ଚାଲିଛି ବହୁତ ସୁନ୍ଦର ପରିବେଶ ଭିତରେ। ବହୁତ ମାନେ ଛୋଟ ମୋଟ କାମ ଯେଉଁମାନଙ୍କ ବାକି ରହିଛି ତାରି ଭିତରେ ଚାଲିବ। ଯେହେତୁ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି ଆଉ ମନ୍ଦିରର ଚତୁଃପାର୍ଶ୍ୱ ଆଗ ସାମ୍ନାରେ ଲକ୍ଷ୍ମୀଙ୍କ ମୂର୍ତ୍ତି ରହିଛି ଆଉ ନବଗ୍ରହ ରହିଛନ୍ତି। ଉଭୟ ପାର୍ଶ୍ୱ 2ଟି ସିଂହ ରହିଛି। ମନ୍ଦିର ଭିତରକୁ ପ୍ରବେଶ କଲେ ଅରୁଣ ସ୍ତମ୍ଭରେ ଗରୁଡ଼ ସ୍ତମ୍ଭ ରହିଛନ୍ତି। ଆଉ ଦେଖନ୍ତୁ ବାମ ପାର୍ଶ୍ୱରେ ମହାବୀର ରହିଛନ୍ତି, ଡାହାଣ ପାର୍ଶ୍ୱରେ ପତିତପାବନ ମୂର୍ତ୍ତି ରହିଛି ଏବଂ 22 ପାହାଚ ରହିଛି। ଆଉ ମନ୍ଦିରର ଶାନ୍ତ ସରଳ ପରିବେଶଟି ବହୁତ ସୁନ୍ଦର। ଆଉ ଏଠାକାର ଏଇ ନଦୀର ମଝିରେ ପଠା ମଝିରେ ବହୁତ ସୁନ୍ଦର ଭାବରେ ଏଇଟା ବନାଯାଇଛି। ଆଉ ଏଥିରେ କାମ ମଧ୍ୟ ଚାଲୁଛି। ବହୁତ ସୁନ୍ଦର ଥିଲା ଏଇ ଜାଗା। ଆଉ ଆପଣ ଥରେ ଆସନ୍ତୁ। ଏଇ ତ ଏବେ 2-4 ଦିନ ହେଲା ମନ୍ଦିର ପ୍ରତିଷ୍ଠା ପ୍ରଭୁଙ୍କର ବିଗ୍ରହ ମାନଙ୍କର ପ୍ରତିଷ୍ଠା କରାଯାଇଛି ଆଉ ବହୁତ ସୁନ୍ଦର ହେଇଛି। ଆପଣମାନଙ୍କୁ ଭଲ ଲାଗିଲେ କମେଣ୍ଟ ଲାଇକ୍ ଜଗନ୍ନାଥ ଜୟ ଜଗନ୍ନାଥ।